ନାଇଁ ଆମେ ଭାଇ ସିଧା ବସିଯିବୁ ସାଇକେଲରେ ଯିବା ଆସିବା କରିବୁ ଯେତିକି ପାରିବୁ ସେତିକି କରିବୁ ନହେଲେ ଧନ୍ଦା ଧନ୍ଦା ଧରି ଘରେ ବସିବୁ। ଏମିତି ଗଲାଣି କେତେ ଯୁଗ ଗଲାଣି ଆଉ କଣ ପୁଣି କିଏ ଆସିବେ ସେମିତି କିଏ କହିବେ ଆମେ ଶୁଣି ଚାଲିଛୁ ଆମ ବୟସରେ ଆମେ ସିଙ୍ଗଲ ଇଞ୍ଜିନ ହେଲେ ବି ଯିବୁ ଡବଲ ଇଞ୍ଜିନ ଫୋର ଇଞ୍ଜିନ ଯେତେ ଇଞ୍ଜିନ ଲାଗିଲେ ବି ସେ ଗୋଟେ ଜିନିଷ ଆଜ୍ଞା। ତାପରେ ତେଲ ରେଟ୍ ଯେମିତି ହେଲେ ଆଉ ଗାଡି ଚଲେଇ ପାରୁନି ଗାଡି ପରେ ବାହାର ଥୋଇ ବସିବ ଆଉ କଣ କରିବ ଯଦି ଏମିତି ରେଟ୍ ବଢିବ ତାହେଲେ ଆମେ କଣ କରିବୁ କହୁନାହାନ୍ତି ଗାଡି ଆଉ ଚଲେଇ ହବ ନାହିଁ ଗାଡି ଯେମିତି ରେଟ୍ ବଢିଲେ ଗାଡି ଆଉ ଚଲେଇ ହବ ଏମିତି କମେଇ ଦେବ ଦାମ ଏମିତି ସବୁବେଳେ ବହୁତ ପେଟ୍ରୋଲଠୁ ଆରମ୍ଭ କରି ବର୍ତ୍ତମାନ ୱାର ପାଇଁ ତ ତେଲ ରେଟ୍ ଆହୁରି ବଢିପାରେ କିଛି କହିହବନି ୱାର ପାଇଁ ଆହୁରି ବଢିପାରେ ସରକାର କଣ ପାରୁନାହାନ୍ତି। ସରକାର ପାରିଲେ ଆଉ କଣ କରାଯିବ ସବୁ ଆପଣଙ୍କର ୱାର ପାଇଁ ତ ପ୍ରାୟ ସବୁଆଡେ ତେଲ ବଢୁଛି କଣ କରିବା ଯଦି ୱାର ପାଇଁ ବର୍ଷ ତେଲ 150-200 ଟଙ୍କା ହୁଏ ଲିଟର ପିଛା ଆପଣ ପକେଇବେ ସେ ନାଇଁ ଆମେ ଭାଇ ସିଧା ବସିଯିବୁ ସାଇକେଲରେ ଯିବା ଆସିବା କରିବୁ ଯେତିକି ପାରିବୁ ସେତିକି କରିବୁ ନହେଲେ ଧନ୍ଦା ଧନ୍ଦା ଧରି ଘରେ ବସିବୁ। ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଥିଲେ ଯେ ପେଟ୍ରୋଲ ରେଟ୍ ବଢୁଛି ଆପଣ ଏଠିକି କିଣନ୍ତୁ। ଯେତେ ପ୍ରଧାନମନ୍ତ୍ରୀ ଗଲେଣି ଆଜ୍ଞା ଆଉ କେତେ ବି ଆସିବେ ଆହୁରି ଆମେ ବି ଅଛୁ ସିଏ ବି ଅଛନ୍ତି ଆମେ ବି ଯିବା ସିଏ ବି ଯିବା ଏମିତି କହି ଚାଲିବେ ପ୍ରିୟ ପ୍ରଧାନମନ୍ତ୍ରୀ କିଏ ଥିଲେ? ଆମେ ସେମାନେ କହି ଚାଲିବେ ଆମେ ଶୁଣି ଚାଲିବୁ ବାସ୍ ଏମିତି ଚାଲିବ ଏମିତି ଗଲାଣି କେତେ ଯୁଗ ଗଲାଣି ଆଉ କଣ ପୁଣି କିଏ ଆସିବେ ସେମିତି କିଏ କହିବେ ଆମେ ଶୁଣି ଚାଲିଛୁ ଆମ ବୟସରେ ଆମେ ଡବଲ ବିକାଶ ଆଜ୍ଞା ଡବଲ ଇଞ୍ଜିନ ନେଇକି ଫୋର ଇଞ୍ଜିନ ହେଲେ ବି ସେଇ ଏକା ଜିନିଷ ସିଙ୍ଗଲ ଇଞ୍ଜିନ ହେଲେ ବି ଯିବୁ ଡବଲ ଇଞ୍ଜିନ ଫୋର ଇଞ୍ଜିନ ଯେତେ ଇଞ୍ଜିନ ଲାଗିଲେ ବି ସେ ଗୋଟେ ଜିନିଷ ଆଜ୍ଞା। ଆପଣ କେତେ ଟଙ୍କାରୁ ତେଲ ପକେଇବା ଆରମ୍ଭ କରିଥିଲେ? ମୁଁ ଆଜ୍ଞା 15 ଟଙ୍କାର ତେଲ ଆରମ୍ଭ କଲି ଏଇ ଟାଙ୍କିରୁ ତାଙ୍କୁ ବାବୁ ଯିଏ ହୋମ ବାବୁ ଯିଏ ତା ମାଲିକ ମରିଗଲେଣି ସେଉଠୁ 15 ଟଙ୍କାର ତେଲ ପକଉଛି ଆଜି ଆସିକି 105 ତାପରେ ତେଲ ରେଟ୍ ଯେମିତି ହେଲେ ଆଉ ଗାଡି ଚଲେଇ ପାରୁନି ଗାଡି ପରେ ବାହାର ଥୋଇ ବସିବ ଆଉ କଣ କରିବ ଆଉ ଏମିତି ଯଦି ଗଭର୍ଣ୍ଣମେଣ୍ଟ ଯଦି କିଛି ଆମ ପାଇଁ କିଛି କରନ୍ତା ତାହେଲେ ଆମେ ଟିକେ ବଞ୍ଚନ୍ତୁ ଆମେ ତ ଭଡା ତ ଯାହା ହଉଛି ଆଜିକାଲି ଛାଡ ଟଙ୍କା ପାଇଁ ହାତ ସବୁ ହଉନାହିଁ ଗରମ ଲୋକ ତ ମେନ୍ କଥା ମାର୍କେଟରେ ଆଜ୍ଞା ଶୁଣନ୍ତୁ ଗାଡି ଯେତିକି ରନିଂ ହବ ତେଲ ସେତିକି ପଡିବ ଗାଡି ଯଦି ରନିଂ ହବ ଥୁଆ ହବ ତେଲ କୋଉଠି ପଡିବ ବର୍ତ୍ତମାନ ଗାଡି ଟୋଟାଲ ରନିଂ ହଉନି ଗାଡି ଦିନକୁ 100 କିଲୋମିଟର ବି ହଉନି ଗାଡି ଯଦି 100 କିଲୋମିଟର ଟଙ୍କା 500-700 ବାହାରନ୍ତା ଆଉ ଗାଡି ତ ରନିଂ ହଉନି ଖାଲି ଷ୍ଟାଣ୍ଡ ରେ ବହୁଛୁ ଆସୁ ଖାଇ ନେଇ ଗୋଟେ ହୋଟେଲ ଘରକୁ ଯାଉଛି ଏମିତି ଅଛି ଆଉ କଣ ତେଲ ରେଟ୍ ବଢିଗଲା ଆଜ୍ଞା ତେଲ ତ ବଢି ଯାଉଛି ଆମେ ଯେତେ ଚେଷ୍ଟା କରୁଛୁ ଆଜ୍ଞା ଗାଡି ଯେତେବେଳେ କରିଛୁ ତେଲ ରେଟ୍ କଲେ ତ ପକେଇବାକୁ ପଡିବ ଦୁଷ୍ଟା ଲୋକ କଣ କରିବୁ ମାନେ ଗାଡି ଥୋଇ ନେଇ ଘରେ ବସି ମଜୁରୀ ଲାଗିବ ଆଉ କଣ କରିବୁ ଯଦି ଏମିତି ରେଟ୍ ବଢିବ ତାହେଲେ ଆମେ କଣ କରିବୁ କହୁନାହାନ୍ତି ଗାଡି ଆଉ ଚଲେଇ ହବ ନାହିଁ ଗାଡି ଯେମିତି ରେଟ୍ ବଢିଲେ ଗାଡି ଆଉ ଚଲେଇ ହବ ଆଗରୁ ସରକାର କରୁଥିଲା ନା ପ୍ରତି ୱିକଲି ମନ୍ଥଲି ତାର ରେଟ୍ ଟାକୁ ଭ୍ୟାରି କରୁଥିଲା 10 ପଇସା ବଢଉଥିଲା 15 ପଇସା କମଉଥିଲା ଏମିତି କରିକି ଚାଲୁଥିଲା ସେଟା ଗୋଟେ ପ୍ରକାର ଫରେନ୍ ଏକ୍ସଚେଞ୍ଜ ଭଳିଆ କରୁଥିଲେ କିନ୍ତୁ ଏବେ ସରକାର କଣ ଭଲ କରୁଥିଲା ଏବେ ସରକାର କଣ କରୁଛନ୍ତି ଦେଖାଯାଉ ଆଗକୁ କଣ ହବ 106 ଟଙ୍କା ହେଇଛି ଆଗକୁ ତ ଆହୁରି ବଢିବ କାହିଁକି ନା ଯେଦିନ ପର୍ଯ୍ୟନ୍ତ ମୁଁ ଇଭି କୁ କନଭର୍ଟ କରିବି ବୋଲି ଭାବୁଛି ହଁ ହଁ ମୋଦିଙ୍କ କଥା ଅନୁକରଣ କରୁନି ସିଏ ଚେଷ୍ଟା କରୁଛି ଉନ୍ନତି କରିବା ପାଇଁ ଦେଖାଯାଉ ଆଗକୁ କଣ କରିପାରୁଛି ଆଗକୁ କଣ କରିପାରିବ ବିଜେପି ସରକାର ଦେଖାଯାଉ 2029 ପର୍ଯ୍ୟନ୍ତ ତ ଅଛନ୍ତି କଣ କରିପାରିବ ଆଗକୁ ବିକାଶ ହବ କି ନାହିଁ ସେଟା ଲୋକଙ୍କ ଉପରେ ନିର୍ଭର କରୁଛି।